ଯୋଗମାୟାଙ୍କ ଆସିବାର ଅଛି, ତାକୁ ଚିନ୍ତା କରାଯାଇଛି। ସିଏ କହିବ, ସିଏ ନ କହିଲେ ମୁଁ କିଛି କହିପାରିବିନି, ମୁଁ ନିମିତ୍ତ ମାତ୍ରକ। ଶୁଣନ୍ତୁ, ମୋତେ ସବୁ ଦିଆହେଇ ଯଦିଓ ଦିଆହେଇଛି, ମୁଁ ସବୁ ଦେଖୁଛି, କିନ୍ତୁ ଯୋଗମାୟା ଯଦି ପର୍ଯ୍ୟନ୍ତ ବାଟ ନ ଛାଡ଼ିଛି ତ କିଛି କର୍ମ ହେଇପାରିବନି। ତେଣୁ ତାକୁ ଏଠି ଜାଗ୍ରତ କରାହେଉଛି, ସମସ୍ତଙ୍କୁ ବାଟ ଛାଡ଼ୁ। କେଉଁ ସାଧୁମାନେ ଆଉଛନ୍ତି ଯାଉଛନ୍ତି, ତା ବି ଦେଖାଯାଉଛି। ଆମେ ବି ଗୁପ୍ତ ଭାବରେ ରହିଛୁ, ଆମେ ବି ଗୁପ୍ତ ଭାବରେ ଦେଖୁଛୁ କିଏ ଆଉଛି କିଏ ନ ଆସୁଛି, ତାର ବି ଦେଖୁଛୁ କେଉଁ ସାଧୁ ଠିକ ଭୁଲ। ୟା ପୂର୍ବରୁ ଖଣ୍ଡଗିରି କହିଥିଲି ମୁଁ ଯେ 24, 25, 26 ସାଧୁଙ୍କ ପରୀକ୍ଷା। ଭଗବାନ କାହାକୁ ସାବଧାନ କରିନାହାନ୍ତି, ସାଧୁକୁ ସାବଧାନ କରିଛନ୍ତି। ତେଣୁକରି ସାଧୁମାନଙ୍କ ପରୀକ୍ଷା। ଆଉ ତା ଭିତରେ ପଡ଼ିଗଲା ଗୋଟେ ଏଇ ଯେଉଁ ସେମାନେ ପଞ୍ଚସଖାଙ୍କର ସ୍ଥାପନା। ସିଏ ବି ସାଧୁ, ମହାସାଧୁ, ସିଏ ମହାମୁନି, ସିଏ ଜଗନ୍ନାଥ ଅଙ୍ଗ, ସିଏ। ତେଣୁ ସେମାନେ ପରୀକ୍ଷା କରିବେ, ଆମେ କିଏ କିନ୍ତୁ ମାତ୍ର। ଜଣେ ସାଧୁଙ୍କୁ ଦର୍ଶନ କଲି, ତା ସହିତ ମାଆଙ୍କୁ ଦର୍ଶନ କଲି। ଲାଲ ବର୍ଣ୍ଣର, ଏକଦମ ଲାଲ ବର୍ଣ୍ଣର ଜଣେ ଆସିକିରି ମୋ କତିରେ ବସିଲେ। ତୁ କିଏ? କ'ଣ ଜାଣିପାରୁନୁ? ମୁଁ କହିଲି ଦେଖା ତୁ ଟିକେ। ଏକଦମ ମୋ ଯୋଗମାୟା ଚୋଗ ଯାଇଛି, ମୁଁ ବଣମୁରୁଗା। ଏହା କହିଲେ। ତାପରେ ନିଦ ଭାଙ୍ଗିଲା। ତାପରେ ସେ ଆଜି ଘୋଘା କରିଦେଲେ, ଟିକେ ଲୋକ ଆସି ପହଞ୍ଚିଗଲେ। ସେ ତାପରେ ତାଙ୍କର ଅପସରି ଗଲେ। ଏତିକି ଦେଖିଛି ମୁଁ, ଯାହା ନ ଦେଖିବି କିଛି କହିପାରିବିନି। ଏଇଟା ନିଶ୍ଚିନ୍ତ। ଆଉ ସବୁ ଏଇ ପୋଥିରେ ଅଛି, ମହାପୁରୁଷ ପୋଥିରେ ବିଜ୍ଞାନ ଅଛି, ଜ୍ଞାନ ଅଛି। ଆପଣ ଦେଖନ୍ତୁ, ଏରୋପ୍ଲେନ୍ ବର୍ତ୍ତମାନ ଚାଲୁଛି, ଆଗେ ପୁଷ୍ପଯାନ ଥିଲା, ଲେଖା ହେଇଛି। ସେଇ ଲେଖାକୁ ବିଶ୍ୱାସ କରି ସମସ୍ତେ ପଢ଼ୁଛନ୍ତି। କିନ୍ତୁ ଆଜିକାଲି ଯେଉଁ ଯୁଗ ପଥଭ୍ରଷ୍ଟ। ମହାପୁରୁଷ ଲେଖିଥିଲେ, ମାତିବେ ମଦନ ଭୁସୁଣ୍ଡା, ପୃଥ୍ୱୀ ହୋଇବ ଗୋଳକୁଣ୍ଡା, ଏଣୁ ହୋଇବେ ଅଳ୍ପ ଆୟୁଷ, ପାପେ ସକଳେ ଯିବେ ନାଶ। ଏହା ସମସ୍ତେ ମଦୁଆ, କାହାକୁ କ'ଣ କହିବ? କହିଲା ବେଳେ ପିଠିରେ ମାଡ଼ ବସିବ। ଆରେ ମଣିଷ ବିଜ୍ଞାନ କେତେ ଦିନ ଚଳିବ? ବର୍ତ୍ତମାନ ତମ କଥା ଟଙ୍କା ଅଛି, କିନ୍ତୁ ଖାଇବାକୁ ମିଳିବନି। ବର୍ତ୍ତମାନ ଯଦି ଇଲେକ୍ଟ୍ରିକ୍ ଫେଲ୍ ହେଇଯିବ, ତମେ ଟଙ୍କା ଉଠେଇ ପାରିବ କି? ବିଜ୍ଞାନ ଫେଲ୍। ଜ୍ଞାନରେ ସେଠି କ'ଣ ବାହାରିବ? ଯାହା ଥିବ ତା ଖାଇବ, ନହେଲେ ଉପାସ ରହିବ, ନହେଲେ ଯୋଗରେ ରହିବ, ପବନ ଆହାର କରିବ। ଏଠି ଲୋକ ମରିବେ। ସାଧାରଣ ମଣିଷକୁ ପ୍ରଥମେ ତାର ନିଜ କର୍ମ କରିବାକୁ ପଡ଼ିବ। ଯଦି ମଣିଷ ଆଇଛି, ସେ ଖାଇବ ନିଶ୍ଚିନ୍ତ। ଆଜିକାଲି ସମସ୍ତେ ଖାଇବା ନ କଲେ, ଗଲେ ପାଠ ପଢ଼ିଲେ, କୁଆଡ଼େ ବୁଲିଲେ, ଚାଲିଲେ, କାମ କେତେ ମିଳିବ? ଆଗ ନିଜ କୃଷି ଆଗ କରୁ। ସେ ଆଗ କିଛି ନିଜ ଖାଇବା ପାଇଁ ଆଗ ବଞ୍ଚିବା ପାଇଁ ଚେଷ୍ଟା କରୁ। ଆଉ କିଛି ଆଜିକାଲି ଏଇଟା ତ ଜଙ୍ଗଲମୟ ଥିଲା, ଏଇଟା ତ ପୂର୍ଣ୍ଣ ଜଙ୍ଗଲ ଥିଲା। ବର୍ତ୍ତମାନ ଗାଁ ଗହଳି ବୋଝ ହେଇଗଲାଣି। ପୂର୍ଣ୍ଣ ଜଙ୍ଗଲଟା ପୂର୍ଣ୍ଣ ଖାଇବା ନା, ଏଇଆ ସିଏ ନୁହଁ। ସେ ତାର ଆପେ ଆପେ ତା କର୍ମ ବାହାରିବ, ଆଗକୁ କର୍ମ ବାହାରିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅଶ୍ୱିନ କୁମାର ଦାସ ସନ୍ଥ। ଆମେ ଅଯୋଧ୍ୟାରୁ ଆସିଛୁ। ଆମେ ଆଜିକି ଆସିଲାଣୁ 11 ତାରିଖରୁ ଆସି ଏଠି ପହଞ୍ଚିଲୁ। ଆମେ ଫାଷ୍ଟ ଯେତେବେଳେ ଆସି ପହଞ୍ଚିଲୁ, ଦେଖିଲୁ ମହାପୁରୁଷଙ୍କର ଏଠି ଗୋଟେ ନୂଆ ଆବିଷ୍କାର ହେଉଛି ହେଲା। ଆମେ ସପ୍ତଋଷି ଯଜ୍ଞ ବି କଲୁ। ଯେମିତି ମୋଟର ସାଇକେଲ ଚାଲିଲେ ଧୀରେ 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 ଏକ୍ସିଲେଟର ବଢ଼େ, ଆମେ ଆସିବା ପୂଜା କରିବା 24 ଘଣ୍ଟା 36 ଘଣ୍ଟାକୁ 72 ଘଣ୍ଟା ଅତିକ୍ରମ କରିଗଲାଣି। ଗୋଟେ ଶକ୍ତି ଆମକୁ ଏଠି ଦେଖାଗଲା। ଯେମିତି କହନ୍ତି ଯୋଡ଼ି ହେବା। ଆମେ ଫାଷ୍ଟ ଦେଖିଲୁ 15-16 ଜଣ, ତାପରେ ଦେଖିଲୁ 100 ଲୋକ, କାଲି ଦେଖିଲୁ ଆଜ୍ଞା ଶତାଧିକ ଲୋକ, ବଡ଼ ବଡ଼ ସାଧୁ ସନ୍ଥ ଆସିକରି ଏଠି ପ୍ରବଚନ ଦେଉଥିଲେ। କିନ୍ତୁ ଏ ଠାକୁର, ଏ ଶକ୍ତିର ପୀଠ, ଏ ଶକ୍ତି ହିଁ ଡାକିଛି। ଯଦି କୌଣସି ବ୍ୟକ୍ତି କୁହେ ମୁଁ କରିଛି, ଆମେ ତାକୁ ଭାବିବୁନୁ। ଏ ପୀଠରେ ଯେଉଁ ଶକ୍ତି ହେଇଛି, ଏ ଶକ୍ତି ବଳରେ ଆଜି ଏତେ ବଡ଼ ସାଧୁ ସନ୍ତକୁ ଏକତ୍ରିତ କରିଛି ବୋଲି ଏ ଅନୁଭବ ହିଁ ଜ୍ଞାନ। ଆମର ଅନୁଭବଟା ହିଁ ଏଇଆ ହେଲା। ଏ ଶକ୍ତିଟା ଯେତେବେଳେ ପହଞ୍ଚିଗଲା, ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା ହୋଇଗଲା। ତାପରେ ଗୋଟେ ଆକସ୍ମିକ ଦେଖନ୍ତୁ, ଏଠି ଗୋଟେ ଶୂନ୍ୟରେ କାମ ଚାଲିଛି। ସବୁ ଶୂନ୍ୟ ପୁରୁଷ ହିଁ କରୁଛି, କେହି ନାହାନ୍ତି ଏଠି, ଖାଲି ନିମିତ୍ତେ ମାତ୍ର ମଣିଷ ହିସାବରେ। ଆହୁରି ବି ଗୋଟେ କଥା, ଏଠି ଯେଉଁ ସପ୍ତ ଋଷିମାନଙ୍କର ଯେଉଁ ଯଜ୍ଞ ହେଉଛି,
से जो साधु मैंने आसुँच बहुत निष्ठार सहकार रोचे से निष्ठाटी हूँ से एकत्र रोच अलग रोसई होलग खाऊँ पैता से मैंने पूरा सिद्धि कर जेपर्यंत पूर्णाहुति न हो कौन नारी गोड़ भी छुआई दौना आम एत बड़ सिद्ध साधु मान पाइचु ये सप्त ऋषि यज्ञ कर जहाँफल कि आकस्मिक सब प्राप्त हो जाए आकस्मिक प्राप्त कौन शक्तिर प्राप्त आउ कि प्राप्त नुह पैसा न थी कम हजार हजार लोक आनंद बजार चली ये जी आनंद बजार चलला तो केते पैसा खाई सारे लोक तेणु ये शक्ति उपर आउ कौन जिते कहले भी कम सरबनी ना ये कथा सरबनी जहाँ आम अनुभव करुँ आगू तो बहुत किसी हम आगू बहुत किसी हम बहुत बहुत धनी श्रेणी व्यक्ति आसवे पीठर दायित्व नेबे काम चलो आउ महाप्रभु विराजमान हरि ओम जय जगन्नाथ जय जगन्नाथ जय जगन्नाथ ये तो जय पंचसखा एटा पंचसखा जीवा आसा रास्ता थिला रास्ता ये से विश्राम नौले ये प्रकृत में किसी अच्छी किसी साधु साधुंकर किसी जिनिस अच्छी मु जहाँ ये 2 दिन से जानली जड़े साधु आसिक मत दर्शन देले राति जो शोली जड़े साधु मूर्ति दर्शन कली से माँ दया जे पर्यंत से न कही से नीरव भाव आईटा हूँ वन दुर्गा जगह आम बहुत जिन पूजा करचे कि वन दुर्गा पूजा कले सब जिन बाहर यहीटा वन दुर्गा आहुति हेले वन दुर्गा मंत्र जेहेतु चंडिया पदा चंडीकर एटी आगे पाइक मैंने शिखुले ए नयागढ़ जी थे देवान थे से 5 खंड राज्य चलाउले खोर्धा नयागढ़ दशपला खनपड़ा ये राज्य को गोटे देवान चलाउले से खेतीवर स्वाई सिंह ना था खेतीवर स्वाई सिंह से तंत्र विशारद थे से खंडारे ठाकुर ना हूँ बाउरी देवी से खंडारे से खंडा उड़ीकी आसिक बलि नौला से तंत्र द्वारा मतलब राणी को पहाड़ पर नहीं जाते बहुत जिनस अच्छी कि यहाँ हूँ वन दुर्गा जगह ये वन दुर्गा पूजा करागले बहुत जिनस बाहर तार बाहर ये मुझे जानली काली मुझे दर्शन करी मत शोली किसी मुझे दर्शन कर देखे आज भी कौन बाहर काली पर्यंत अच्छी भी देखा ये धुनी तो रही धुनी रही जहाँ जना पड़।